ଏଇଟା କେଉଁ ଗାଁ ଯାଉଛି? ଏଦେଲବେଡ଼ା। কই ফুল ম্যাডাম ପଟରା ଆଦିବାସୀ ପିଲାଟା ଆଦିବାସୀ ଆଣିଲା କୋଉଠୁ ନାଇଁ ଜାଣି ନାଇଁ କି ଚାଷ କରୁଛେ କହିଲା କି ନାଇଁ କଣ ଏଇଟା ମୁଁ ଦେଖି ନାଇଁ ଦିନେ ବି ଆସିନି ଏପଟେ। ସେ କିସ ଚାଷ କରୁଛେ କହିଲା ଜଗି ଚାଇଲି ରାତିରେ ତମେ ଆକ୍ଚୁଆଲି ଯାଆନ୍ତି ନା ନାଇଁ ନା ମୁଁ ଏଇଟା ଦେଖିବି ମଞ୍ଜି ବି ଦେଖିବି କଣ ଚାଷ ଠାକୁରମୁଣ୍ଡା ଥାନା ପାଖରେ ଓଆଇସିଙ୍କ ପାଖରେ ଇନଫର୍ମେସନ୍ ଥିଲା 2-3 ଦିନ ତଳେ ଯେ ଏଦେଲବାଡ଼ା ଗାଁର ବୁରୁସାହିରେ ଆମର ଅଫିମ ଚାଷ ହେଇଛି ବୋଲି। ତ ସେଟାକୁ ସେ ଭେରିଫାଏ କରିଥିଲେ। ଭେରିଫାଏ କରିକି ଆମେ ତାପରେ ପ୍ରୋସିଡ୍ କରିବା ପାଇଁକି ଆମେ ତାର ଯେତିକି ପ୍ରୋସିଡ଼ିଓର ଅଛି ଫଲୋ କରିକି ଆର୍ଆଇ ହେଲା, ଫରେଷ୍ଟ ଅଫିସିଆଲ ହେଲା, ତହସିଲଦାର ହେଲେ, ଏକ୍ଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ୍ ସମସ୍ତଙ୍କୁ ରିକ୍ୱେଜିସନ୍ କରିକି ଡକା ହେଲା। ଆମର ଫୋର୍ସ ବି ଆସିଥିଲେ। ତାପରେ ତାକୁ ଆମେ ଡେଷ୍ଟ୍ରୟ କରିବା ପାଇଁକି ପ୍ରୋସିଡ୍ କଲୁ। ଆଜି 29/1/25ରେ ଆମର ଠାକୁରମୁଣ୍ଡା PS କେସ୍ ନମ୍ବର 6/25 ରେଜିଷ୍ଟ୍ରେସନ୍ ହେଇଛି 18 NDPS ଆକ୍ଟରେ, ଯେଉଁଥିରେ ଆମର ପାଖାପାଖି ଏଦେଲବେଡ଼ା ଗାଁର ବୁରୁସାହିରେ ଆମର ରେଭିନ୍ୟୁ ଲ୍ୟାଣ୍ଡ ଗୋଟେ ଅଛି। ସେ ରେଭିନ୍ୟୁ ଲ୍ୟାଣ୍ଡ ଉପରେ ଲାଗି ଲାଗି ବହୁତ ଗୁଡ଼ିଏ ପ୍ୟାଚ୍ ଅଫ୍ ଲ୍ୟାଣ୍ଡ ଥିଲା। ସେଠି ଆମର ଚାଷ ହେଇଥିଲା। ଚାଷ 1 ଏକର ପାଖାପାଖି ଜାଗାରେ ଚାଷ ହେଇଥିଲା। ଆମର 21,000 ଗଛ ପ୍ଲାଣ୍ଟେସନ୍ ହେଇଥିଲା। ତାକୁ ଆମେ ଡେଷ୍ଟ୍ରୟ କରି ସ୍ପଟ୍ରେ ସବୁ ଡେଷ୍ଟ୍ରୟ କରାହେଇକି ଆସିଛେ। ତାପରେ ସ୍ପଟ୍ରେ ଆସି ସାରିଲା ପରେ ଏଫଆଇଆର୍ ରେଜିଷ୍ଟ୍ରେସନ୍ ହେଇଛି। ଆମର ନାଇଁ, ଏ ବାବଦରେ କିଛି ଆରେଷ୍ଟ ହେଇନାହିଁ, କିନ୍ତୁ କିଏ ପ୍ଲାଣ୍ଟେସନ୍ କରିଛନ୍ତି କ'ଣ ଅଛି ଏ ଦିଗରେ ତଦନ୍ତ ଆଗକୁ କରାହେବ। ଆନୁମାନିକ ଏଇଟା ଆମର ଏକ୍ସାଇଜର ରେଟ୍ ଅନୁସାରେ 40 ଲାକ୍ସ ପ୍ଲସ୍ ହେବ। ଆଉ ଆମର ଆଗକୁ ବି ଏଇ ମିଶନ ଜାରି ରହିବ। ଆମର ଆଗରୁ ଯୋଧପୁରରେ 6ଟା କେସ୍ ହେଇଥିଲା ଏଇ ଓପିଏମ୍ ଆମର ଡିଷ୍ଟ୍ରକ୍ସନ୍ ଉପରେ, ଅଫିମ ଡିଷ୍ଟ୍ରକ୍ସନ୍। ଏଥରକ ଠାକୁରମୁଣ୍ଡା PS ଜୁରିସଡିକ୍ସନରେ ଅଫିମ ଫାଷ୍ଟ କେସ୍ କରାହେଲା। ଆମର ଚାଲିଛି ଏବେ ମିଶନ ଚାଲିଛି, ଆହୁରି ବି ଫର୍ଦର କେସେସ୍ ଆସିପାରେ। ସେଟା ଏବେ କହିହେବନି, ସେଟା ଫର୍ଦର ଇନଭେଷ୍ଟିଗେସନ୍ ନହେଲା ଯାଏଁ କିଛି ଜଣାପଡ଼ିବନି। ଏବେ ନାଇଁ, ରେଭିନ୍ୟୁ ଲ୍ୟାଣ୍ଡ ଅଛି, ସରକାର ଜମି ଅଛି। ଏବେ ପର୍ଯ୍ୟନ୍ତ ପୁରା ଡିମାର୍କେସନ୍ ରିପୋର୍ଟ ଆସିନି। ଯାହା ଆସିବ, ଯାହା ଦେଖିକି ଯାହା କହିଛି। ଶିମିଳିପାଳ ପାଦଦେଶରେ କହୁଛନ୍ତି, କୋର୍ ତ ମୁଁ କହିପାରିବିନି, ସେଟା ଯାହା ଫରେଷ୍ଟ ଅଫିସିଆଲ ମାନଙ୍କ ରିପୋର୍ଟ ଆସିଲା ପରେ କହିପାରିବି।